ଆଜିର ପ୍ରସଙ୍ଗ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର। ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ମସିହାରେ ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡକ୍ଟର କେ.ଏମ୍. ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ୍ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ୍ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ, ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।